जोसेफ जाकुबंकर पुत्र। हाँ प्रिय माने जोसेफ को विषय आमे आदि पुस्तक 37 अध्याय आमे जदि देखिबा ताहाले सेठारे आमे पाई परिबा जोसेफ कर वृत्तांत। तेबे आमे देखि परिबा जोसेफ 17 वर्ष बयस समय रे अपना भ्रातृगण सहित पशुपल चराउथिला। से अपना पितृभार्या पिल आ शिल्पार पुत्र मानकर संगी बालक थिला। पुणी जोसेफ से भाई मानकर कुव्यवहार वार्ता पिता निकट को आणु थाए। से जोसेफ जे कि 17 वर्ष बयस निजर भाई मानकर कुव्यवहार खराब कार्य गुड़ाक निज बापा जाकुबं को आसी कहूला। ସେଥିପାଇଁ 17 ବର୍ଷ ବୟସରୁ ହିଁ ପ୍ରଭୁ ଭୟ ପ୍ରଭୁଙ୍କୁ ସେ କି ପ୍ରକାର ଭାବେ ଗୌରବ ଦେଉଥିଲା ସେ ବିଷୟ ଆମେ ଦେଖୁ। ସେଥିପାଇଁ ବୃଦ୍ଧ ଯାକୁବ ଯୋସେଫକୁ ବହୁତ ପ୍ରେମ କରୁଥିଲେ, ସ୍ନେହ କରୁଥିଲେ। ସମସ୍ତ ପୁତ୍ର ଅପେକ୍ଷା ଯୋସେଫକୁ ଅଧିକ ସ୍ନେହ କରିବାର ଦେଖି ତାର ଭାଇମାନେ ତାକୁ ଘୃଣା କଲେ, ଯୋସେଫକୁ ଘୃଣା କଲେ ଆଉ ତା ପ୍ରତି ପ୍ରେମର କଥା କହିପାରିଲେ ନାହିଁ। ଆଉ ସେହି ସମୟରେ ଯୋସେଫ ଗୋଟିଏ ସ୍ୱପ୍ନ ଦେଖିଲେ। ଆଉ ସେହି ସ୍ୱପ୍ନ ଏ ପ୍ରକାର, ଦେଖ ଆମ୍ଭେମାନେ କ୍ଷେତ୍ରରେ ବିଡ଼ା ବାନ୍ଧୁଥିଲୁ। ଯୋସେଫ କହୁଛନ୍ତି ନିଜର ଭାଇମାନଙ୍କୁ ସେହି ସ୍ୱପ୍ନର ବିଷୟ। ଦେଖ ଆମ୍ଭେମାନେ କ୍ଷେତ୍ରରେ ବିଡ଼ା ବାନ୍ଧୁଥିଲୁ, ତ ଏଇଟା ଦେଖ ମୋହର ବିଡ଼ା ଉଠି ଛିଡ଼ା ହେଲା। ପୁଣି ଦେଖ ତୁମମାନଙ୍କର ବିଡ଼ା ସବୁ ମୋ ବିଡ଼ାକୁ ଚାରିଆଡ଼େ ଘେରି ପ୍ରଣାମ କଲେ। ଏଥିରେ ତାଙ୍କର ଭାଇମାନେ ତାକୁ କହିଲେ, ତୁ କି ସତେ ଆମମାନଙ୍କର ରାଜା ହେବୁ? ତୁ କି ସତେ ଆମମାନଙ୍କ ଉପରେ କର୍ତ୍ତୃତ୍ୱ କରିବୁ? ତେଣୁ ସେମାନେ ତାହାର ସ୍ୱପ୍ନ ସବୁ ଓ କଥା ଏଥିରୁ ତାହାକୁ ଆହୁରି ଅଧିକ ଘୃଣା କଲେ। ତାପରେ ଯୋସେଫ ଆଉ ଗୋଟିଏ ସ୍ୱପ୍ନ ଦେଖିଲି ବୋଲି ଭାଇମାନଙ୍କୁ ଜଣାଇ କହିଲା, ଦେଖ ମୁଁ ଆଉ ଏକ ସ୍ୱପ୍ନ ଦେଖିଅଛି। ଦେଖ ସୂର୍ଯ୍ୟ, ଚନ୍ଦ୍ର ଓ ଏକାଦଶ ନକ୍ଷତ୍ର ମୋତେ ପ୍ରଣାମ କଲେ। ତାପରେ ଆମେ ଦେଖୁ ଯେ ଆପଣ ପିତା ଆଉ ଭାଇମାନଙ୍କ ସାକ୍ଷାତରେ ଏହିସବୁ ବିଷୟ କହିଲାରୁ ତାହାର ପିତା ଯାକୁବ ତାକୁ ଧମକାଇକି କହିଲେ, କି ଏ ପ୍ରକାର ତୁ ସ୍ୱପ୍ନ ଦେଖିଲୁ? ମୁଁ ଓ ତୋ ମା ଆଉ ତୋ ଭାଇମାନେ ଆମମାନେ କି ତୋତେ ଭୂମିଷ୍ଠ ହୋଇ ପ୍ରଣାମ କରିବୁ ଆଉ ଭୂମିଷ୍ଠ ହୋଇ ପ୍ରଣାମ କରିବାକୁ ଆସିବୁ? ଏହି ପ୍ରକାର ବିଷୟ ଆମେ ଦେଖୁ ସ୍ୱପ୍ନରେ। ଆଉ ସେହି ସ୍ୱପ୍ନ ପ୍ରଭୁ ସାକାର କଲେ। ପ୍ରକୃତରେ ସେହି ସ୍ୱପ୍ନ ପ୍ରକାରେ ସମସ୍ତ ଭାଇମାନଙ୍କ ଠାରୁ ସେ ଉନ୍ନତ। ଆଉ ବାପା ମା ମଧ୍ୟ ଏମିତି ଏକ ସମୟ ଆସି ପହଞ୍ଚିଲା, ସେମାନେ ମଧ୍ୟ କୃତଜ୍ଞତା ନିଜ ପୁତ୍ର ନିକଟରେ। ଆଉ ପ୍ରଭୁଙ୍କର ବାକ୍ୟରୁ ଆମେ ଦେଖୁ, ଯଦ୍ୟପି 17 ବର୍ଷ ବୟସ ସମୟରେ ସେଇ ଭାଇମାନେ ଯୋସେଫକୁ ଘୃଣା କଲେ। ସେମାନେ ଗୋଟେ ଖାଲରେ ପକାଇଦେଲେ। ତାପରେ ସେମାନେ ବିକ୍ରି କରିଦେଲେ। ଆଉ ବିକ୍ରି କଲା ପରେ ଯୋସେଫ ମିଶରରେ ଆସିଲା। ଆଉ ବିକ୍ରି ହୋଇ ଯାହା ଘରେ ସେ ଗୋଟିଏ ଦାସ ଭାବେ କାର୍ଯ୍ୟ କରୁଥିଲା, ତାପରେ ପରେ ସେଇ ଗୃହର ସେଇ ସ୍ତ୍ରୀ ଦିନକୁ ଦିନ ଯୋସେଫକୁ ଖରାପ ବିଷୟରେ ଆସକ୍ତ ହେବା ପାଇଁ ଆଉ ସେ ଏ ପ୍ରକାର ବ୍ୟବହାର ଦେଖାଇଲା, ଯଦ୍ୱାରା କି ଯୋସେଫ ଜେଲକୁ ପଳାଇଲା। ଆମେ ସମସ୍ତେ ଜାଣୁ ଯୋସେଫ ଯେତେବେଳେ ଜେଲ ଗଲେ, ବନ୍ଦୀଗୃହକୁ ଗଲେ, ସେତେବେଳେ ମଧ୍ୟ ସଦାପ୍ରଭୁ ଯୋସେଫଙ୍କର ସହବର୍ତ୍ତୀ ଥିଲେ। ଯୋସେଫଙ୍କ ପ୍ରତି ପ୍ରଭୁ ଆଶୀର୍ବାଦ କଲେ, କୃପା ପ୍ରକାଶ କଲେ। ତାପରେ କାରାଗାରରେ ମଧ୍ୟ କାରାରକ୍ଷକଙ୍କ ଦୃଷ୍ଟିରେ ପ୍ରଭୁ ତାଙ୍କୁ ଅନୁଗ୍ରହ ପାତ୍ର କଲେ। ତାପରେ ପରେ ଆମେ ଦେଖୁ ସେଠାରେ ସେ ସ୍ୱପ୍ନର ଅର୍ଥ କରିବା ପାଇଁ ଲାଗିଲେ। ତାପରେ ଯେତେବେଳେ ରାଜା ସ୍ୱପ୍ନ ଦେଖିଲେ ଆଉ ରାଜାଙ୍କର ସେଇ ସ୍ୱପ୍ନର ଅର୍ଥ କରିବା ପାଇଁ ଯେତେବେଳେ ତାଙ୍କୁ ରାଜପ୍ରସାଦକୁ ଅଣାଗଲା, ସେହି ସମୟରେ ଯୋସେଫ ଯେତେବେଳେ ରାଜାଙ୍କର ସେଇ ସ୍ୱପ୍ନର ଅର୍ଥ ପ୍ରକାଶ କରୁଛନ୍ତି, ତାପରେ ସେଇ ରାଜା ତାଙ୍କୁ ସମଗ୍ର ମିଶର ଦେଶ ଉପରେ ନିଯୁକ୍ତ କରୁଛନ୍ତି। ଆଉ ତାହାଙ୍କୁ ଏତେ ସମ୍ମାନର ସହିତ ରାଜା
ତାହାଙ୍କୁ ପଦବୀ ଦେଉଅଛନ୍ତି। ସେଇ ମିଶର ଦେଶର ସମସ୍ତ ବିଷୟକୁ ସମର୍ପଣ କରୁଅଛନ୍ତି। ସେହି ସମୟର ବିଷୟ ଯଦି ଆମେ ଚିନ୍ତା କରିବା ତାହେଲେ ଯୋସେଫଙ୍କର 30 ବର୍ଷ ବୟସ ସମୟରେ ମିଶ୍ରୀୟ ରାଜା ଫାରୋଙ୍କ ଛାମୁରେ ଠିଆ ହୋଇଥିଲେ ବୋଲି ପ୍ରଭୁଙ୍କର ବାକ୍ୟରୁ ଆମେ ଦେଖୁ। ତେବେ ପ୍ରଥମରେ ଆମେ ଦେଖିଲୁ ସେ 17 ବର୍ଷ ବୟସରେ ସେ କି ପ୍ରକାର ଯୌବନ ଅବସ୍ଥାରେ ବ୍ୟବହାର ଗୁଡ଼ାକ ପ୍ରତି ସେ ଘୃଣା କରୁଥିଲେ। ଆଉ ସେଇ କୁବ୍ୟବହାର ବିଷୟ ଗୁଡ଼ାକ ସେ ଆପଣା ପିତାକୁ ଆସି କହୁଥିଲେ, ନିଜ ଭାଇମାନଙ୍କର ଖରାପ ବିଷୟ ଗୁଡ଼ାକ। ତେବେ ସେ 17 ବର୍ଷ ବୟସରେ ହିଁ ସେ କି ପ୍ରକାର ନିଜକୁ ଆଉ ସେ ବିଷୟଠାରୁ ଖରାପ ବିଷୟମାନଙ୍କ ଠାରୁ ଅଲଗା କରି ରଖିଥିଲେ। ପ୍ରଭୁଙ୍କୁ ଭୟ କରୁଥିଲେ ଆଉ ପ୍ରଭୁ ବି ତାଙ୍କ ସଙ୍ଗରେ ଥିଲେ। ତେଣୁ ପ୍ରଭୁ ସ୍ୱପ୍ନ ଦ୍ୱାରା ତାହାଙ୍କୁ ଜଣାଇଥିଲେ ତୁମେ ମହାନ ହେବ ବୋଲି। ଆଉ ଦେଖନ୍ତୁ ପ୍ରିୟମାନେ, 17 ବର୍ଷ ସମୟରେ ପ୍ରଭୁ ତାଙ୍କୁ ସେ ସ୍ୱପ୍ନ ଦ୍ୱାରା ତାଙ୍କର ମହାନତା ବିଷୟ ପ୍ରକାଶ କରିଥିଲେ। କିନ୍ତୁ ସେଇ ସ୍ୱପ୍ନର ପ୍ରକୃତ ସେ ସତ୍ୟତା ପୂରଣ ହେଲା ଯୋସେଫକୁ 30 ବର୍ଷ ବୟସରେ। ତେବେ ଦେଖନ୍ତୁ, ଏଇ ମଝିରେ ବିତି ଯାଇଛି 12-13 ବର୍ଷ। ତେଣୁକରି ଆମେ ଦେଖୁ ଯେ ପ୍ରଭୁଙ୍କର ନିକଟରେ ପ୍ରଭୁଙ୍କର କାର୍ଯ୍ୟ ଅନେକ ଆଶ୍ଚର୍ଯ୍ୟ ପ୍ରକାରେ ତାଙ୍କରି ସମୟରେ ସାଧିତ ହୋଇଥାଏ। ଅନେକ ସମୟରେ ଆମମାନେ ବ୍ୟତିବ୍ୟସ୍ତ ହୋଇଥାଉ, ବିଚଳିତ ହୋଇଥାଉ। ଅନେକ ସମୟରେ ଆମମାନେ ଭୁଲି ଯାଇଥାଉ ପ୍ରଭୁଙ୍କର ଆହ୍ୱାନକୁ। ଅନେକ ସମୟରେ ଆମ୍ଭେମାନେ ତାଙ୍କୁ ଭୁଲି ଯାଇଥାଉ। କିନ୍ତୁ ପ୍ରଭୁ ଯେଉଁ ଯୋଜନା ଓ ଇଚ୍ଛା ଆମ ଜୀବନରେ ରଖିଛନ୍ତି ତାହା ସେ ଠିକ୍ କରିବେ ଯୋସେଫଙ୍କର ଜୀବନ ପ୍ରକାରେ। ତେଣୁକରି ସେଇ ପ୍ରଭୁଙ୍କୁ ଆମେ ବିଶ୍ୱାସ କରି ତାଙ୍କ ବାକ୍ୟରେ ଭରସା ରଖି ଆଗକୁ ବଢ଼ିବା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିବେ।